ଦେ ଆମର ଗୋଟିଏ ଗୋଟିଏ ଆମର ଜୀବନ। ଭାରତ ମାତା ଆମର, ଆମେ ଏହାର ସନ୍ତାନ। ସମ୍ମାନ ସଭାପତି ମହୋଦୟ, ବରେଣ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ, ଉପସ୍ଥିତ ସଜ୍ଜନ ମଣ୍ଡଳୀ, ମଞ୍ଚାସୀନ ମୁଖ୍ୟ ଅତିଥି, ମୋର ସାନ ବଡ଼ ଭାଇ ଓ ଭଉଣୀ ଓ ମୋର ସହପାଠୀଗଣ, ମୋ ନାମ ଅର୍ଣ୍ଣବ ବଳ। ମୁଁ ଷଷ୍ଠ ଶ୍ରେଣୀ ଛାତ୍ର। ଆଜି ଆମେ 76ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ଗଣ ଶବ୍ଦର ଅର୍ଥ ଲୋକମାନେ ଓ ତନ୍ତ୍ର ଶବ୍ଦର ଅର୍ଥ ଶାସନ। ଆମେ ସମସ୍ତେ ଜାଣିଛେ ଆମ ଦେଶ 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନ ହାସଲ କରିଥିଲେ, କିନ୍ତୁ 1950 ମସିହା ଜାନୁଆରୀ 26 ତାରିଖ ପର୍ଯ୍ୟନ୍ତ ଆମ ଦେଶରେ ଇଂରେଜ ଦିଆଯାଉଥିବା ଆଇନ କାର୍ଯ୍ୟକାରୀ ହେଉଥିଲା। ଭାରତର ସ୍ୱତନ୍ତ୍ର ସମ୍ବିଧାନ ସେତେଦିନ ଯାଏଁ ପ୍ରଣୀତ ହୋଇନଥିଲା। ସମସ୍ତେ ଅନୁଭବ କଲେ, ଯେହେତୁ ଆମ ଦେଶ ସ୍ୱାଧୀନ ହାସଲ କରିଛି, ଆମେ ଆମର ନିଜର ସମ୍ବିଧାନ ଅନୁସାରେ ଦେଶ ଶାସନ କରିବା ଉଚିତ। ସେଥିପାଇଁ ସମ୍ବିଧାନ ପ୍ରଣୟନ ସଂସ୍ଥା ସୃଷ୍ଟି ହେଲା। ଏହାର ମୁଖ୍ୟ ଥିଲେ ଡକ୍ଟର B.R. ଆମ୍ବେଦକର। ସେ ଥିଲେ ଭାରତୀୟ ସମ୍ବିଧାନର ଜନକ। ଭାରତୀୟଙ୍କୁ ଖାପ ଖୁଆଇବା ଭଳି ଗୋଟିଏ ସମ୍ବିଧାନ ତିଆରି କରିଥିଲେ ଡକ୍ଟର B.R. ଆମ୍ବେଦକର। ସେ ଆଧୁନିକ ଯୁଗର ମନୁ ପାଲଟିଗଲେ। ଦୀର୍ଘ 2 ବର୍ଷ 11 ମାସ 18 ଦିନ ପରେ ଆମ ଦେଶର ଆଇନ ଅନୁସାରେ ପରିଚାଳିତ ହେଲା। ସେହି ଦିନଠାରୁ ଅର୍ଥାତ୍ 1950 ମସିହା ଜାନୁଆରୀ 26 ତାରିଖରୁ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ଭାବରେ ବିଶ୍ୱ ଦରବାରରେ ସ୍ୱୀକୃତି ଲାଭ କଲା। ଦିଲ୍ଲୀର ଗେଟ୍ ଠାରେ, ରାଜ୍ୟ ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଜଳ, ସ୍ଥଳ, ବାୟୁ ସେନା, NCC ଅଗ୍ନିଶମ ସେନାବାହିନୀ ପକ୍ଷରୁ ମାର୍ଚ୍ଚ ପାଷ୍ଟ କରାଯାଏ ଏବଂ ଦେଶରେ ଏହି ଦିନ ବିଦ୍ୱାନ, ବୀର ସୈନିକ, ଦକ୍ଷ ପୋଲିସମାନଙ୍କୁ ଏହି ପବିତ୍ର ଦିବସରେ ପୁରସ୍କୃତ କରାଯାଏ। ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ ଭାରତରତ୍ନ ଠାରୁ ଆରମ୍ଭ କରି ପଦ୍ମଶ୍ରୀ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଦ୍ୱାରା ଦିଆଯାଏ। ଆଜି ଏହି ପବିତ୍ର ଦିବସରେ ଆମେ ଶପଥ ନେବା, ଆମେ ଭାରତକୁ ମହାନ କରି ଗଢ଼ି ତୋଳିବା। ଇଂରାଜୀରେ କଥା ଅଛି ଯେ ଏଟର୍ନାଲ ଭିଜିଲାନ୍ସ ଇଜ୍ ଦ ପ୍ରାଇସ୍ ଅଫ୍ ଲିବର୍ଟି, ଅର୍ଥାତ୍ ଆମର ଏହି ସ୍ୱାଧୀନତାକୁ ଚିରଦିନ ପର୍ଯ୍ୟନ୍ତ ରକ୍ଷା କରିବା ପାଇଁ ଆମ ସମସ୍ତଙ୍କୁ ଜାଗୃତ ରହିବାକୁ ପଡ଼ିବ। ପଡ଼ୋଶୀ ଦେଶ ପାକିସ୍ତାନ, ଚୀନ ଓ ବାଂଲାଦେଶ ଠାରୁ ସୁରକ୍ଷିତ ରହିବାକୁ ପଡ଼ିବ। ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରିବାକୁ ଚାହୁଁଛି। ଜୟ ହିନ୍ଦ, ଭାରତ ମାତା କି ଜୟ।